এই অল্প সময় হব ঘরর কাম সারি ভাত বসাইছিলি আউ দেখন্তু ভাত বি হয়ে আসলানি আউ অল্প সময় পরে গাড়ি দেওয়া। ଏବେ ମୁଁ ପୁଲ ପାଖରେ ପହଞ୍ଚି ଯାଇଛି ଆଉ ବହୁତ ଦିନ ପରେ ଆଜି ବୁଲତେ ଟିକେ ଆସିଛି ବାହାର ପଟେ ଆଉ ଦେଖିପାରୁଥିବେ ଏଇଟା ପୁଲଟା ବହୁତ ଜୋର ଚାଲିଛି ବର୍ଷା ବି ହେଉଛି ନାଇଁ 2-3 ଦିନ ହେବ ବହୁତ ଜୋର ବର୍ଷା ହେଉଛି ସେଥିପାଇଁ ନଦୀରେ ପାଣି ପୁରା ବଢ଼ିଯାଇଛି। ଦେଖନ୍ତୁ ସେଇଟା କେନ୍ଦୁ ଗଛଟା ଆଉ ସେଇ ଉପରକୁ ଦେଖନ୍ତୁ ସେଇଟା କିଛିଟା ଦେଖାଯାଉଛି ସେଇଟା ହେଉଛି ମৌ ଫେଣାଟା ଆଉ ଆପଣମାନଙ୍କୁ ସେଇଟା ଦେଖିବା ପାଇଁ ସେତେବେଳେ କହୁଥିଲି। ହ୍ୟାଲୋ ସାଙ୍ଗମାନେ ପୁଣି ଥରେ ଗୋଟେ ନ୍ୟୁ ବ୍ଲଗରେ ଦେଖିପାରୁଥିବେ ଏବେ ମୁଁ ଘରେ ଅଛି ଆଉ ଆଜି ବର୍ଷା ଏତେ ନାହିଁ ଖରା ପାଗ କରୁଛି ଦେଖନ୍ତୁ ଘରଟା ଝାଡ଼ୁ ମାରାଇ ନାହିଁ ଆଉ ଏବେ ଚାଲ ଝାଡ଼ୁ ମାରିଦେବା ତାର ଅନ୍ୟ କାମ ସବୁ କରିବା। এই অল্প সময় হব ঘরর কাম সারি ভাত বসাইছিলি আউ দেখন্তু ভাত বি হয়ে আসলানি আউ অল্প সময় পরে গাড়ি দেওয়া। କିଛି ଲୁଗା ବି ସଫା କରବାର ଥିଲା ଭାତ ହବା ଭିତରେ ମୁଁ ସଫା କରି ଟାଣିରେ ଏବେ ଶୁଖେଇ ଦଉଛି। ଏବେ ଆମର ରୋଷେଇ ସରିଗଲା ଆଉ ଚାଲନ୍ତୁ ଗାଧେଇକିରି ଖାଇବା। এই অল্প সময় হব বাবা ଆଉ ମୁଁ ଭାତ ଖାଇ ସାରିଲୁ ଦେଖନ୍ତୁ ଏବେ ବାବା ଖଟରେ ବସିକରି ବିଡ଼ି ଟାଣୁଛନ୍ତି ଆଉ ତାଙ୍କର ଟିକେ ଖାଇ ସାରିକିରି ବିଡ଼ି ନ ଟାଣିଲେ ଭଲ ନାହିଁ ଲାଗେ ତ ସେଥିପାଇଁ ଏବେ ଟାଣୁଛନ୍ତି। ଏବେ ମୁଁ ଆମ ଘର ବାହାରେ ଠିଆ ହେଇଛି ଦେଖିପାରୁଥିବେ ପଛପଟେ ସାଇକେଲଟା ରଖା ହେଇଛି ଆଉ ସମୟ ବର୍ତ୍ତମାନ 2ଟା 15 ପାଖାପାଖି ହେବ ଆଉ ଏପଟେ ଲୁଗା ସବୁ ଶୁଖା ହେଇଛି ଆଉ ଚାଲ ସେ ଭିତରେ ଟିକେ ବାହାର ପଟେ ବୁଲିକିରି ପଳେଇ ଆସିବା। ଆପଣ ଦେଖୁଛନ୍ତି ମୁଁ ଏବେ ଜଙ୍ଗଲ ରାସ୍ତାରେ ଯାଉଛି ଆଉ ଆଜ୍ଞା ପୁରା ଜଙ୍ଗଲଟା ହିଁ ଅଛି ପୁରା ଦେଖ ଆପଣ ମାନେ ଭଲ ହେଇଛି ଦେଖନ୍ତୁ ସାଙ୍ଗମାନେ ଜାଗାଟା ବି ପୁରା ସୁନସାନ ହେଇଛି ଜଙ୍ଗଲ ରାସ୍ତାଟା ତ ସେଥିପାଇଁ ପୁରା ସୁନସାନ ଅଛି ଆଉ ପଛପଟେ ସାଇକେଲଟା ଅଛି ମୋର ଦେଖିପାରୁଥିବେ ଆଉ ଲୋକ ଗୋଟେ ଏବେ ଗାଡ଼ିରେ ଗଲା ଆଉ ଆଗରେ ଘର ଅଛି ବୋଧେ ଚାଲ ଆଗକୁ ଯାଇକିରି ଦେଖିବା। ଆଗରେ ଘର ଦେଖାଯାଉଛି ଆଉ ମୁଁ କେବେ ଭାବିନଥିଲି ଏମିତି ବି ଘର ଥିବ ଜଙ୍ଗଲ ଭିତରେ ଦେଖିକରି ବି ଆଶ୍ଚର୍ଯ୍ୟ ଲାଗୁଛି ଏମିତି ବି ଲୋକମାନେ ଜଙ୍ଗଲ ଭିତରେ ରହୁଛନ୍ତି ବୋଲି। ଏବେ ମୁଁ ସାଇକେଲରେ ଯାଉଛି ଆଉ ଆସିଲା ବେଳେ କିଛି ଘର ପାଇଲି ଆଉ ଏତିକି ଘଞ୍ଚ ଜଙ୍ଗଲରେ ବି ଦେଖ ସେଇଠି ମାନେ ଗୋଟେ ଛାତ ଘର ବନାଏ ଆଉ ମାନେ ଏତିକି ଘଞ୍ଚ ଜଙ୍ଗଲରେ ବି ଦେଖ ମାନେ ଘର କରିକି ରହୁଛନ୍ତି ଛାତ ଘର ଆପଣ ମାନେ ବିଶ୍ୱାସ ଯାଉନଥିବେ ଦେଖନ୍ତୁ ଏଇ ଜାଗାଟା ବି ଭଲ ହେଇଛି ଆଗରୁ ଥରେ ଏଇ ଜାଗାଟାକୁ ଆସିଲା ହେଇଥିଲା ଭିଡ଼ିଓ କରାହେଇଛି ଯଦି ଆପଣମାନେ ଦେଖିନାହାନ୍ତି ଯାଇକିରି ଭିଡ଼ିଓଟି ଦେଖିଦିଅନ୍ତୁ ଆମେ ସିଧା ଯିବା। ଦେଖନ୍ତୁ 2ଟା ରାସ୍ତା ଅଛି ଇଆଡ଼େ ଗୋଟେ ରାସ୍ତା ଅଛି ମୁରୁମ ରାସ୍ତା ଇଆଡ଼େ ଗୋଟେ ମେନ୍ ରୋଡ଼ ଯାଇଛି ଆମେ ଏଇ ରାସ୍ତାରେ ଯିବା ନା ଏଇ ରାସ୍ତାରେ ଯିବା ଦେଖିପାରୁଥିବେ ଏବେ ମୁଁ ଯାଉଛି ଆଉ ସେଇଟା ଗୋଟେ ପୋଖରୀଟା ନା କ'ଣ ନାହିଁ ପୋଖରୀ ନାହିଁ ଗାଡ଼ିଆଟା ସେଇଟା ଆଉ ଏପଟେ ଏମିତି 1-2ଟା ଏମିତି ଘର ବନା ହେଇଛି ଦେଖିପାରୁଥିବେ। ଏପଟେ ଦେଖନ୍ତୁ ସମସ୍ତେ ମାନେ ଖାଲି ବୋଇତାଳୁ ଚାଷ କରୁଛନ୍ତି ଆଉ ଏପଟେ ରାସ୍ତାଟା ଅଛି ଏଇ ଜାଗାରେ ପହଞ୍ଚି ଯାଇଛି ଏଇଠି ମାନେ ହାଣ୍ଡିଆ ବାଟି ବସା ହୁଏ ବୋଧେ ସେଥିପାଇଁ ଏତେ ସବୁ ବାଉଁଶ ଗାଡ଼ା ହେଇଛି। ଆଉ ଆଗରେ ପୁଲ ଗୋଟେ ଦେଖାଯାଉଛି ଚାଲନ୍ତୁ ସେଇ ପୁଲ ପାଖକୁ ଯିବା। ଏବେ ମୁଁ ପୁଲ ପାଖରେ ପହଞ୍ଚି ଯାଇଛି ଆଉ ବହୁତ ଦିନ ପରେ ଆଜି ବୁଲତେ ଟିକେ ଆସିଛି ବାହାର ପଟେ ଆଉ ଦେଖିପାରୁଥିବେ ଏଇଟା ପୁଲଟା ଆଉ ଏ ପଛପଟେ ଦେଖିପାରୁଥିବେ ଆଉ ପାଣି ବି ବହୁତ ଜୋର ଚାଲିଛି ବର୍ଷା ବି ହେଉଛି ନାଇଁ 2-3 ଦିନ ହେବ ବହୁତ ଜୋର ବର୍ଷା ହେଉଛି ସେଥିପାଇଁ ନଦୀରେ ପାଣି ପୁରା ବଢ଼ିଯାଇଛି। ଏବେ ମୁଁ ଚାଲି ଚାଲି ଯାଉଛି ଉଠାଣିଟା ଉଠାଇତେ ପଡ଼ୁଛି ଦେଖନ୍ତୁ ପୁରା ଉଠାଣି ଅଛି ପୁରା ଆଉ ମାନେ ହାବା ବି କମ୍ ଅଛି ନା ସେଥିପାଇଁ ଭଲସେ ଚଲେଇବି ଏତେ ନାହିଁ ଉଠାଣି ଉଠାଇଲା ବେଳେ ଗୋଟେ କେନ୍ଦୁ ଗଛ ପାଖରେ ଏଇଟା ଦେଖିପାରୁଥିବେ ପଛପଟେ କେନ୍ଦୁ ଗଛଟା ଦେଖାଯାଉଛି ସେଇ ଗଛ ଉପରେ ଗୋଟେ ବଢ଼ିଆ ଜିନିଷ ଦେଖିତେ ପାଇଲି ଆପଣମାନେ ଯଦି ଦେଖିବାକୁ ଚାହୁଁଛନ୍ତି ଚାଲ ଦେଖନ୍ତୁ ସେଇଟା କେନ୍ଦୁ ଗଛଟା ଆଉ ସେଇ ଉପରକୁ ଦେଖନ୍ତୁ ସେଇଟା କିଛିଟା ଦେଖାଯାଉଛି ସେଇଟା ହେଉଛି ମৌ ଫେଣାଟା ଆଉ ଆପଣମାନଙ୍କୁ ସେଇଟା ଦେଖିବା ପାଇଁ ସେତେବେଳେ କହୁଥିଲି ଦେଖନ୍ତୁ ସାଙ୍ଗମାନେ ଏତିକି ଘନ ଜଙ୍ଗଲ ଭିତରେ ବି କେମିତି ଲୋକମାନେ ଘର ବନେଇକି ରହୁଛନ୍ତି। କିନ୍ତୁ ପାୱାର ଟେଲରରେ କାଦ କରାହେଉଛି ତାଙ୍କର ଏବେ କିଛି ତଳା ଫଳା କିଛି ଲଗାଇ ନାହିଁ କାଦ କରାହେଉଛି ତଳା ଲଗା ହେଇନାହିଁ କିଛି ଲୋକ ତ ଏବେ କାଦ କରୁଛନ୍ତି କିନ୍ତୁ ଏବେ ମୁଁ ଏଇ ଜାଗାରେ ଅଛି ଆଉ ଏପଟେ ପିଜୁଳି ଗଛଟା ଦେଖାଯାଉଛି ଏପଟେ ବି ଗୋଟେ ପିଜୁଳି ଗଛ ଅଛି
ଆଉ ଏଠି କିଛି ଫଳ ଫଳିଛି, ଚାଲନ୍ତୁ ସେଇ ପାଖକୁ ଯିବା ଆଉ ଦେଖିବା ପାଚିଛି କି ନାହିଁ। ମୁଁ ପିଜୁଳି ଗଛ ପାଖରେ ପହଞ୍ଚି ଯାଇଛି, ଆଉ ଦେଖିଲା ବେଳକୁ ସବୁ ଖାଲି କଷି ପିଜୁଳି ଆଣି ଗୋଟେ ବି ପାଚି ନାହିଁ। ଆଉ ଚାଲ ଏବେ ଆଗକୁ ଯିବା। ସାଙ୍ଗମାନେ ଏବେ ମୁଁ ଝୁମକାକୁଦ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଯାଇଛି, ଆଉ ଛୁଟି ବି ହେଇଯାଇଛି ନା, ସେଥିପାଇଁ ଗେଟ୍ ବନ୍ଦ ଅଛି। ଆଉ ହେଲେ ବି ମୁଁ ଏଇ ସାଇଡ୍ ଦେଇକିରି ଭିତରକୁ ଯାଉଛି, ଆଉ ଆପଣମାନଙ୍କ ସେଇ ଭିତରର ଏରିଆଟା ଦେଖାଉଛି। ଏବେ ମୁଁ ସ୍କୁଲ ଭିତରେ ଅଛି, ଆଉ ଦେଖିପାରୁଥିବେ ଢେର ସାରା ଗଛ ବି ଲଗା ହେଇଛି, ଭଲ ସଜା ବି ହେଇଛି ସ୍କୁଲଟା, କିଛି କମି ନାଇଁନି। ସ୍କୁଲ ବି ଛୁଟି ଅଛି ନା, ସେଥିପାଇଁ ଘାସ ଗୁଡ଼ା ବି ବହୁତ ବଢ଼ି ଯାଇଛି, ପୁରା ରଟା ଭଳିଆ ହେଇଯାଇଛି। ଏବେ ଆମେ ଘରକୁ ଯାଉଛୁ, ଆଉ ସ୍କୁଲଟି କେମିତି ହେଇଛି ଆପଣମାନେ କମେଣ୍ଟରେ ନିହାତି ଜଣାଇବେ। କିଛି ପିଲା ବି ଏଠିକି ଆସିଛନ୍ତି, ଦେଖିପାରୁଥିବେ ଗାଡ଼ି ସବୁ ଛିଡ଼ା ହେଇଛି। ଆଉ ଆଜିର ଭିଡ଼ିଓଟି ଏଇଠି ଶେଷ କରୁଛୁ, ଚାଲନ୍ତୁ ଏବେ ଘରକୁ ଯିବା। ଗାଡ଼ା ବି ବହୁତ ସୁନ୍ଦର ହେଇଛି, ଆଉ ଏଇପଟେ ସ୍କୁଲଟା ଅଛି, ଆଉ ଏଇପଟେ ସବୁ ମାନେ ପାହାଡ଼ ଅଛି। ଏଇପଟେ ତଳା ଲଗା ହେଇଛି ଦେଖିପାରୁଥିବେ, ଏଇପଟେ ବି ଲଗା ହେଇଛି। ଆଉ ଜାଗାଟା ବହୁତ ସୁନ୍ଦର ହେଇଛି ଯାହାକୁ ପଛେ। ଆଉ ଆଗରେ ପାହାଡ଼ ଦେଖାଯାଉଛି, ଆଉ ସେଇ ଆଗ ପଟେ ଦେଖନ୍ତୁ କିଛି ଛୋଟ ଛୋଟ ଘର ଦେଖାଯାଉଛି। ଆଉ ଏଇ ବିଲଟିରେ ତଳା ବି ଲଗା ସରିଯାଇଛି, ସନ୍ଧ୍ୟା ବି ହେଇଗଲାନି, ଦେଖିପାରୁଥିବେ ମେଘୁଆ ପାଗ କରିଛି, ସେଥିପାଇଁ ଜଣା ବି ପଡ଼ୁନି ସୂର୍ଯ୍ୟଟା। କିନ୍ତୁ ସେଇଟା ପଛପଟେ ସ୍କୁଲଟା ଦେଖାଯାଉଛି। ଏବେ ମୁଁ ଘରକୁ ଯାଉଛି। ଏବେ ମୁଁ ଘରେ ପହଞ୍ଚି ଯାଇଛି, ଆଉ ଲୁଗା ଗୁଡ଼ାକ ବି ଶୁଖା ହେଇଛି, ଉଠାଇଦେବା। ଚାଲନ୍ତୁ ଆଗ ମୁହଁଟା ଧୋଇ ନେବା। ଆଜିର ବ୍ଲଗ ଭିଡ଼ିଓଟି ଏଇଠି ରଖୁଛୁ, ପୁଣି ଥରେ ନେକ୍ସଟ ଭିଡ଼ିଓରେ ଦେଖାହେବା। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଥାଏ, ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଆଉ ସପୋର୍ଟ କରନ୍ତୁ। ବାଏ।